ଦେଖନ୍ତୁ କହିବାକୁ ବିତଣ୍ଡା ଯୁକ୍ତି କଲେ ହୁଏ ନାହିଁ କଥାର ପ୍ରମାଣ ଦରକାର ଅଛି ସ୍ପଷ୍ଟ ଭାବରେ ଇଟ୍ ୱାଜ୍ ଏ ଗ୍ୟାଙ୍ଗ ୱାର୍ ପୋଲିସର ଇନଭେଷ୍ଟିଗେସନରୁ ଏବଂ ସେମାନଙ୍କର କନଫେସନରୁ ଯାହା ଆସିଛି ଇଟ୍ସ ଏ ଗ୍ୟାଙ୍ଗ ୱାର୍ 4 ଜଣ ଲୋକଙ୍କୁ ଗିରଫ କରିକି ତାଙ୍କୁ ଯୋଉଭଳି ଭାବରେ କେସ୍କୁ ଆଗକୁ ନେବା ପାଇଁ ଯୋଉ ପ୍ରକ୍ରିୟା ସେ ପ୍ରକ୍ରିୟାକୁ ଜାରି କଲା ପୋଲିସର ଏଇ ଭଲ କାମ ପାଇଁ ଅନ୍ତତଃ ଥରେ କେହି ଯଦି କହିଥାନ୍ତେ ନାହିଁ ପୋଲିସ ଭଲ କାମ କଲା ବୋଲି ତାହେଲେ ଅନ୍ତତଃ ପୋଲିସର ବି ମନୋବଳ ବଢିଥାନ୍ତା ପୋଲିସ ଭଲ କାମ କଲେ ଭଲ କରିଛି ବୋଲି ପ୍ରଶଂସା କରନ୍ତୁ ଖରାପ କାମ କଲେ ତାକୁ ନିଶ୍ଚିତ ଭାବରେ ସମାଲୋଚନା କରନ୍ତୁ ନିନ୍ଦା କରନ୍ତୁ ଆମର କିଛି କହିବାର ନାହିଁ ଦେଖନ୍ତୁ କହିବାକୁ ବିତଣ୍ଡା ଯୁକ୍ତି କଲେ ହୁଏ ନାହିଁ କଥାର ପ୍ରମାଣ ଦରକାର ଅଛି ଯଦି ପ୍ରାମାଣିକତା ଅଛି ବିଜୁ ଜନତା ଦଳ ପାଖରେ ହଉ କି କଂଗ୍ରେସ ପାଖରେ ସେ ପ୍ରାମାଣିକତାକୁ ନେଇକି ଆସନ୍ତୁ ଇଟ୍ ୱାଜ୍ ଏ ଗ୍ୟାଙ୍ଗ ୱାର୍ ସ୍ପଷ୍ଟ ଭାବରେ ଇଟ୍ ୱାଜ୍ ଏ ଗ୍ୟାଙ୍ଗ ୱାର୍ ପୋଲିସର ଇନଭେଷ୍ଟିଗେସନରୁ ଏବଂ ସେମାନଙ୍କର କନଫେସନରୁ ଯାହା ଆସିଛି ଇଟ୍ସ ଏ ଗ୍ୟାଙ୍ଗ ୱାର୍ କାରଣରୁ ଏକଥା ହେଇଛି ଏବଂ ଉଭୟ ପକ୍ଷର ଯୋଉ ଯୋଉ ଲୋକମାନେ ସମ୍ପୃକ୍ତ ଅଛନ୍ତି ତାଙ୍କର ମ୍ୟାକ୍ସିମମ୍ କ୍ରିମିନାଲ ଆଣ୍ଟିସିଡେଣ୍ଟ ତାଙ୍କର ଅଛି ତା ସତ୍ତ୍ୱେ ବି ପୋଲିସ ତୁରନ୍ତ 4 ଜଣ ଲୋକଙ୍କୁ ଆପ୍ରିହେଣ୍ଡ କଲା 4 ଜଣ ଲୋକଙ୍କୁ ଗିରଫ କରିକି ତାଙ୍କୁ ଯୋଉଭଳି ଭାବରେ କେସ୍କୁ ଆଗକୁ ନେବା ପାଇଁ ଯୋଉ ପ୍ରକ୍ରିୟା ସେ ପ୍ରକ୍ରିୟାକୁ ଜାରି କଲା ସେ କଥାକୁ ଜଣେ କେହି ତ କହିବା ମାନେ ବିରୋଧୀ ଦଳଙ୍କ ଭିତରୁ ଯଦି ସେତିକି ଥାନ୍ତା ସାଧାରଣ ଭାବରେ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଆସୁ ପୋଲିସର ଏଇ ଭଲ କାମ ପାଇଁ ଅନ୍ତତଃ ଥରେ କେହି ଯଦି କହିଥାନ୍ତେ ନାହିଁ ପୋଲିସ ଭଲ କାମ କଲା ବୋଲି ତାହେଲେ ଅନ୍ତତଃ ପୋଲିସର ବି ମନୋବଳ ବଢିଥାନ୍ତା ତେଣୁକରି ରାଜନୀତି ରୁଟି ସେକିବା ପାଇଁ ପୁଲିସକୁ ସବୁବେଳେ ଗାଳି ଦେବାର ଯୋଉ ପ୍ରକ୍ରିୟା ସେ ପ୍ରକ୍ରିୟାରୁ ଅନ୍ତତଃ ବିରୋଧୀ ଦଳମାନେ ବାହାରନ୍ତୁ ପୋଲିସ ଭଲ କାମ କଲେ ଭଲ କରିଛି ବୋଲି ପ୍ରଶଂସା କରନ୍ତୁ ଖରାପ କାମ କଲେ ତାକୁ ନିଶ୍ଚିତ ଭାବରେ ସମାଲୋଚନା କରନ୍ତୁ ନିନ୍ଦା କରନ୍ତୁ ଆମର କିଛି କହିବାର ନାହିଁ କିନ୍ତୁ ଏଇ ଯୋଉ କେସ୍ରେ ତୁରନ୍ତ ପୋଲିସ ତାର ଆକ୍ସନ ନେଇଛି ଏବଂ ପୋଲିସ ତାର ଯୋଉ ଗିରଫ କରିବା କଥା ତାକୁ କରିଛି ଏ ଯୋଉ ରାଜନୈତିକ ରୁଟି ସେକିବାକୁ ଯାଇକି ଭିକ୍ଟିମକୁ ଦେଖିଦେଇକି ଆସିକି ବାହାରେ ପ୍ରେସ୍ ଆଗରେ କଥା କହିବା ଏ ଅଭ୍ୟାସ ଉଭୟ ପାର୍ଟି ମୁଁ ଭାବୁଛି ଛାଡ଼ିବା ଆବଶ୍ୟକତା ଅଛି ଏବଂ ଆଉ ଗୋଟିଏ କଥା ବି କହୁଛି ଏଥିରେ ବି ପୋଲିସର ଯୋଉଭଳି ଭାବରେ ଯୋଉ ଦିଗରେ ସେ କାମକୁ ଆରମ୍ଭ କରାହେଇଛି ମତେ ଲାଗୁଛି ନିଶ୍ଚିତ ଭାବରେ ଆମେ ଯୋଉ ବାକି ଗୋଟିଏ ଲୋକ ବାକି ରହିଛି ଆଉ ଯୋଉ କଥା ଅଛି ସେଥିରେ ତାର ମୂଳ ଚେର ପର୍ଯ୍ୟନ୍ତ କ'ଣ ପାଇଁ କେମିତି ହେଲା କ'ଣ ନାହିଁ ସେ କଥାକୁ ପୁରାପୁରି ଭାବରେ ନିଶ୍ଚିତ ଭାବରେ ଇନଭେଷ୍ଟିଗେସନର ପରିଧି ଭିତରକୁ ନିଆଯିବ ଏବଂ ଦୋଷୀ କଠୋରରୁ କଠୋର ଦଣ୍ଡ ପାଇବ ଏଭଳି ହିନସ୍ କ୍ରାଇମ୍ ଯେଉଁମାନେ କରିଛନ୍ତି ସେମାନେ କଠୋରରୁ କଠୋର ଦଣ୍ଡ ପାଇବେ ସେ ବିଶ୍ୱାସ ଆମ ସମସ୍ତଙ୍କର ଅଛି ତେଣୁକରି ଅଧୈର୍ଯ୍ୟ ନ ହେଇକି ମୁଁ ମୋର ପରାମର୍ଶ ବିଜୁ ଜନତା ଦଳ ଆଉ କଂଗ୍ରେସ 2 ଜଣଙ୍କୁ ଯେ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରନ୍ତୁ ଅନ୍ତତଃ ଯୋଉଟା ପ୍ରୋସିଡିଂ ହେଉଛି ଇନଭେଷ୍ଟିଗେସନ ଯୋଉ ପ୍ରୋସିଡିଂ ଯୋଉ ରାସ୍ତାରେ ଚାଲିଛି ଠିକ୍ ରାସ୍ତାରେ ଚାଲିଛି ସେ ବିଶ୍ୱାସ ଆପଣମାନଙ୍କୁ ଆମେ ଦଉଛୁ ତେଣୁକରି ସେ ନାଟକ ଟିକେ ବନ୍ଦ ହଉ ସେ ଦେଖନ୍ତୁ ସମୟକୁ ଅପେକ୍ଷା କରନ୍ତୁ ନିଶ୍ଚିତ ଭାବରେ ସରକାର ତ ତିଆରି ହେବାକୁ ଦିଆଯାଉ ତାପରେ ନିଶ୍ଚିତ ଭାବରେ ସେ ଦିଗରେ ଯାହା ଉଦ୍ୟମ କରାଯିବା କଥା ରାଜ୍ୟ ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସେ କଥା କରାଯିବାର ପ୍ରକ୍ରିୟା ଆରମ୍ଭ